ବନ୍ଧୁଗଣ, ବୁଦ୍ଧ ବୁଦ୍ଧ ଅର୍ଥ ପଣ୍ଡିତ। ବୁଧବାରକୁ ପଣ୍ଡିତବାର କୁହାଯାଏ। 11 ତାରିଖ ବୁଧବାର ବିଷୟରେ ଆମେ ଆଜି ଆଲୋଚନା କରିବା। 11 ତାରିଖ ବୁଧବାର ସୂର୍ଯ୍ୟ ଉଦୟ ହେବେ 6:19 ପରେ, 6:19 ପରେ, ଆଉ ଅସ୍ତ ହେବେ 5:42 ପରେ। ସୂର୍ଯ୍ୟ ଅସ୍ତ ହେବେ 5:42 ପରେ। ଅଶୁଭ ସମୟ 12:01ରୁ 1:27, 12:01ରୁ 1:27 ଅଶୁଭ ସମୟ। ଏହି 11 ତାରିଖ ବୁଧବାର ବିଷୟରେ ଆଲୋଚନା କରିବା ଯେ ଆଜିର ଘାତ ବାର ହେଉଛି କର୍କଟ। ଆଉ ଘାତ ଚନ୍ଦ୍ର ମହିଳାମାନଙ୍କର, ସେମାନେ ହେଲେ ସିଂହ, କନ୍ୟା ଓ ମକର। ସିଂହ, କନ୍ୟା ଓ ମକର ରାଶିର ମହିଳାମାନଙ୍କର ଘାତ ଚନ୍ଦ୍ର। ହଁ ବନ୍ଧୁ, ମେଷ ରାଶି କଥା ଆଲୋଚନା କରିବା ଯେ ଆସନ୍ତାକାଲି ବୁଧବାର 11 ତାରିଖ, ଆଜି ଆମେ କହୁଛେ ଆସନ୍ତାକାଲି ପାଇଁ, ତେଣୁ ଆମେ ଅଛେ ମଙ୍ଗଳବାର, କହୁଛେ ବୁଧବାର ବିଷୟରେ। ତେଣୁ ଆସନ୍ତାକାଲି ବୁଧବାର 11 ତାରିଖ ମେଷ ରାଶି ପାଇଁ ବିପଦ। ଏହାର ପ୍ରଭାବ କୃତ୍ତିକା ନକ୍ଷତ୍ର ଉପରେ ଅଧିକ ପଡ଼ିବ। ମେଷ ରାଶି କୃତ୍ତିକା ନକ୍ଷତ୍ର ଟିକେ ଅଧିକ ବିପଦକୁ ସାମ୍ନା କରିବେ। ଏଣୁ କୃତ୍ତିକା ମେଷଧାରୀ ଜନତା ବାକୁ ବତା ପରି ସାବଧାନ ହେବେ। ବା ପବନ, ବାତ୍ୟା ଆସୁଛି, ଆମେ ଚାଳରେ ଖଣ୍ଡେ ବତା ବାନ୍ଧି ଦେଉଛେ, ବାକୁ ବତା କାଳେ ଉଡ଼ିଯିବ। କିନ୍ତୁ ବିଧି ବିଧାନ ବିଚିତ୍ର, ବିଧାତା କେତେବେଳେ ବିଧାୟ ଦେବେ କେବଳ ସେ ହିଁ ଜାଣନ୍ତି। ବାକୁ ବତା ପରି ସାବଧାନ ରହିଲେ ଭଲ। ଦେହ ଅସୁସ୍ଥ ହେବ, ସମୟ ବୃଥା ବୁଲାବୁଲିରେ ଯିବ, ଯଥା ସମୟରେ ଯଥା କାର୍ଯ୍ୟ ହେବନି, ବହୁ ସମୟ ଭୋକରେ ରହିବାକୁ ପଡ଼ିବ। ଏପରିକି ରାତି ଅନିଦ୍ରା ହୋଇପାରନ୍ତି। ରାତି 10:50 ପରେ ଅସୁସ୍ଥତା ବଢ଼ିଯିବ। ବିପଦ ବିପଦ ବିପଦ। ବୃଷ ରାଶି, ଆସନ୍ତାକାଲି ଘଟଣା ଆଜି ଶୁଣିବା। ଆସନ୍ତାକାଲି ମାନେ ବୁଧବାର ଘଟଣାକୁ ଆଜି ମଙ୍ଗଳବାର ଶୁଣିବା। ଆସନ୍ତାକାଲି ଘଟଣାକୁ ଆଜି ଶୁଣିବା। ବୁଧବାର ବୃଷ ରାଶିଧାରୀ ଲୋକେ ନୀତିଗତ ସୁଖ ପାଇ ଖୁସି ହେବେ। ନୀତିଗତ ସୁଖ ମାନେ ସାମାଜିକ ସୁଖ ପାଇ ଖୁସି ହେବେ। ଏ ସୁଖ ନୈତିକ, ଆର୍ଥିକ, କୌଳିକ ଓ ବୌଦ୍ଧିକ ଅଟେ। ଯେଉଁମାନେ ନ୍ୟାୟ ନୀତି ନିପୁଣ, ସେମାନଙ୍କୁ ଧର୍ମ ଜନିତ ସୁଖ ଅବଶ୍ୟ ମିଳିବ। ଯେଉଁମାନେ ଅନାବିଳ ପ୍ରେମ ରସରେ ବିଭୁ ପାଦ ଧୋଇ ଦିଅନ୍ତି, ସେମାନଙ୍କୁ ପାରମାର୍ଥିକ ସୁଖ ମିଳିବ। ଦମ୍ପତି ବର୍ଗଙ୍କୁ ସାଂସାରିକ, ବ୍ୟବସାୟୀମାନଙ୍କୁ ଆର୍ଥିକ, ପରୋପକାରୀକୁ ସାମାଜିକ ସୁଖ ନିଶ୍ଚୟ ମିଳିବ। କେବଳ ମୃଗଶିରା ନକ୍ଷତ୍ର ପାଇଁ ଦିନ 10:50 ପରଠାରୁ ସାମାନ୍ୟ ହାନି ଯୋଗ ଅଛି। ସୁଖ ସୁଖ ସୁଖ, ବିବିଧ ଲୋକଙ୍କୁ ବିବିଧ ସୁଖ ମିଳିବ। ଆସନ୍ତାକାଲି ମିଥୁନ ରାଶିର ଲୋକେ କେଉଁ ସ୍ୱାଦ ଫଳ ଖାଇବେ ଆଜି ସେମାନଙ୍କୁ ଶୁଣାଇ ଦେବା। ମାନେ ମିଥୁନ ମାନେ କେଉଁ ସ୍ୱାଦିଷ୍ଟ ଫଳ ଭକ୍ଷଣ କରିବେ। କେବଳ 10:50 ପରଠାରୁ ପୁନର୍ବସୁ ନକ୍ଷତ୍ର ପାଇଁ ସାମାନ୍ୟ ଦୁଃସମୟ ଆସିବ। ଅନ୍ୟଥା ଆଉ ସବୁ ଭଲ। ତୃତୀୟ କେତୁ, ଦଶମ ଶନି, ଷଷ୍ଠ ଚନ୍ଦ୍ରଙ୍କ ଆନୁକୂଲ୍ୟରୁ ମିଥୁନ ରାଶିର ଲୋକେ ଲାଭବାନ ହେବେ। ନିଜ ଚାରିତ୍ରିକ ଚିନ୍ତାଧାରା ଓ ବ୍ୟବହାର ଅନୁସାରେ ବିଧାତା ଏ ବନ୍ଦୋବସ୍ତ କରିଛନ୍ତି। ଦେହ ସୁସ୍ଥ ରହିବ। କିଏ କ'ଣ ଲାଭ କରିବ
ତାହା କେବଳ ସମୟ କହିବ। ଅପୁତ୍ରୀ ସୁପୁତ୍ର, ରୋଗୀ ଆରୋଗ୍ୟତା, ହୃତଦ୍ରବ୍ୟ ବ୍ୟକ୍ତି, ଖାଦ୍ୟ ଶଯ୍ୟା ଇତ୍ୟାଦି। କ'ଣ ହଜିଯାଇଛି ତା ଲାଭ ହେବ। ଉତ୍ତମ ନିଦ ପାଇଁ ଭଲ ଶଯ୍ୟା ମିଳିବ, ଉତ୍ତମ ଭୋଜନ ମିଳିବ। କାହା ପାଇଁ କ'ଣ ଏ ଲାଭ ଆସିବ? ନିଃସନ୍ତାନୀକୁ ସନ୍ତାନ ମିଳିବ, ଭୂମିହୀନଙ୍କୁ ଭୂମି ମିଳିବ। ବିଧାତା ବ୍ୟବସ୍ଥା କରିଛନ୍ତି। ସମୟ କହିବ କାହାର କ'ଣ ଲାଭ ହେବ। ଆସନ୍ତାକାଲି କର୍କଟ ରାଶି, ତେଣୁ ଆସନ୍ତାକାଲି ପାଇଁ ଆଜି କହିବା କର୍କଟ ରାଶିର ବୁଧବାର, ଘାତବାର, ଅଶ୍ଳେଷା ନକ୍ଷତ୍ରଧାରୀ ଲୋକେ ଘାତ ପ୍ରତିଘାତ ସହିବେ। ସକାଳ 10ଟା 50 ପରେ ଏହି ଦୁଃସମୟ ଆସିବ। ଆଜି ନୂତନ ସମ୍ପର୍କ ସ୍ଥାପିତ ହୋଇପାରେ। କେବଳ ବନ୍ଧୁ ସୁଖ ନୁହେଁ, ବରଂ ଆର୍ଥିକ, କୌଳିକ, ମୌଳିକ ତଥା ବୈଷୟିକ ସୁଖ ପାଇବେ। ଭୋଜନ, ଶୟନ, ଭ୍ରମଣ ପାଇଁ ଆଗ୍ରହ ବଢ଼ିବ। ସମୟ ଅନୁକୂଳରେ ଅଛି କର୍କଟ ରାଶି ପାଇଁ। ଆସନ୍ତାକାଲି ଖବର ଏବେ ଶୁଣିବା ସିଂହ ରାଶି ପାଇଁ କ'ଣ ଅଛି। ସିଂହ ରାଶି ମହିଳାଙ୍କର 11 ତାରିଖ ଘାତଚନ୍ଦ୍ର। ମୋର କହିବା ଅନୁଚିତ, କିନ୍ତୁ ଶାସ୍ତ୍ର କହନ୍ତି ଯେ ମୌନିନଃ କଳହୋ ନାସ୍ତି। ଯେ ଚୁପଚାପ ରହେ ତା ପାଇଁ କେହି କଜିଆ କରନ୍ତିନି, କେହି କଣ୍ଟା ବାଡ଼େ ଲୁଗା ପକାନ୍ତିନି। ମୌନିନଃ କଳହ ନାସ୍ତି, ଏକଥା ଶାସ୍ତ୍ର କହନ୍ତି, ମୁଁ କହୁନି। ଆଜି କଳହ ଯୋଗ ଅଛି। ଦିନ 10ଟା 50 ପରେ ଉତ୍ତର ଫାଲ୍ଗୁଣୀ ନକ୍ଷତ୍ରଧାରୀ ଲୋକଙ୍କ ପାଇଁ ଏ ଅସମୟ ଆସିବ। ପୁରୁଣା ରୋଗ ଥିଲେ ମୁଣ୍ଡ ଟେକିବ, ଅଧିକ ପୀଡ଼ା ଦେବ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ଭ୍ରମଣ ଜନିତ ଶାରୀରିକ କଷ୍ଟ ଯୋଗ ଅଛି। ହେଲେ ବି ଭଲ ଖାଦ୍ୟ ମିଳିବ। ବନ୍ଧୁ ମିଳନ ଯୋଗ ଅଛି। ସିଂହ ରାଶି ପାଇଁ କଳହ ଯୋଗ ଅଛି। ରୋଗ ବ୍ୟାଧି ହେବ, ଭ୍ରମଣ କଷ୍ଟ ହେବ, ଅନିଦ୍ରା ଯୋଗ ଅଛି। ଯଥା ସମୟରେ ଭୋଜନ ମିଳିବନି, କିନ୍ତୁ ବନ୍ଧୁ ସୁଖ ମିଳିବ। କନ୍ୟା ରାଶି ପାଇଁ କାଲି କ'ଣ ଘଟିବ ତା ଆଜି କହିବା। କନ୍ୟା ରାଶି ମହିଳାମାନଙ୍କର କାଲି ଘାତଚନ୍ଦ୍ର ବୁଧବାର। ଅତୀତକୁ ନେଇ ଚିନ୍ତା କଲେ ଜଣାଯାଏ ଯେ ଏମାନେ ସତ୍କର୍ମ ପାଇଁ ଆଜି ଉଚ୍ଚ କୋଟିର ସମ୍ମାନ ପାଇବେ। ଅତୀତରେ କିଛି କନ୍ୟା ରାଶି ଲୋକମାନେ କିଛି ଭଲ କାମ କରିଛନ୍ତି, ସେଥିପାଇଁ ସେମାନଙ୍କୁ ଆଜି ସମାଜ ସମ୍ମାନିତ କରିବ। କାହାକୁ ସ୍ନେହ ଆଦର ମିଳିବ ତ। ପ୍ରିୟ ବସ୍ତୁ ପାଇ କେହୁ ମନ ଖୋଲା ହସ ହସିପାରେ। ଖାଦ୍ୟ, ପେୟ, ବସନ ଭୂଷଣ, ନୂତନ ବସ୍ତ୍ର ବି ମିଳିପାରେ। ସକାଳ 10ଟା 50 ପରେ ଚିତ୍ରା ନକ୍ଷତ୍ର ପାଇଁ ଘାତ ସମୟ। ଆଜି ମିଳିବ କାହାକୁ ସମ୍ମାନ, କାହାକୁ ଧନ, କାହାକୁ ସନ୍ତାନ, କାହାକୁ ଭୋଜନ, କାହାକୁ ସୁଶୟନ, କାହାକୁ ଭ୍ରମଣ, କିଏ ପାଇବ ପଠନ ସୁଖ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଆସନ୍ତାକାଲି ବୁଧବାର କିଛି ଖୁସି ଖବର ନାହିଁ। ତୁଳା ରାଶି ବନ୍ଧୁମାନେ ଟିକେ ଦୁଃଖିତ ହେବେ। କିଛି ଖୁସି ଖବର ନାହିଁ। ସକାଳ 10ଟା 50 ପରେ ବିଶାଖା ନକ୍ଷତ୍ରର ଅଶୁଭ ସମୟ ଆସିବ। ଆଖି ସମସ୍ୟା ଦେଖାଦେବ। କାଳେ ଧୂଳି ମୂଳି ବା ପୋକ ପଡ଼ିଯାଇପାରେ, ବା ଅନ୍ୟ ପୁରୁଣା ସମସ୍ୟା ଥିଲେ ବାହାରିପାରେ। ଏଣୁ ଚଷମା ବ୍ୟବହାର କରିବା ଦରକାର। ମନ ଛଟପଟ ହେବ, ବ୍ୟାକୁଳ ହେବ, ଧନାଗମ ହେବ। ମାତ୍ର ଅବୁଝା ବିଚଳିତ ମନ ପାଇଁ କର୍ମରେ ଆଗ୍ରହ ଆସିବନି। ଦେହ ପାଇଁ ଧନ ସମସ୍ୟା ନାହିଁ ବା ଆନ ସମସ୍ୟା ନାହିଁ, କେବଳ ଆଖି ସମସ୍ୟା ଅଛି। ଦେହ ପାଇଁ ଆନ ସମସ୍ୟା ନାହିଁ କି ଧନ ସମସ୍ୟା ନାହିଁ। ଆଖି ପାଇଁ ଧନ ଦରକାର ନା, କିନ୍ତୁ ସେ ଆଖି ପାଇଁ ସେ ସମସ୍ୟା ଟିକେ ହେବ, ଆଉ କିଛି ଅସୁବିଧା ନାହିଁ। ଆସନ୍ତାକାଲି ବୁଧବାର 11 ତାରିଖ ବିଛା ରାଶି
ଜ୍ୟେଷ୍ଠ ନକ୍ଷତ୍ର ପାଇଁ ସକାଳ 10ଟା 50 ପରଠାରୁ ଅଶୁଭ ସମୟ ଆସିବ। ଏ ରାଶିର ଲୋକେ ଲାଭରେ ଅଛନ୍ତି। ଭୂମି ଲାଭ ଯୋଗ ଅଛି। ଚାଷ ଜମି ମିଳିଯାଇପାରେ କେଉଁଠି, କିଏ ବିକୁଥିବ ଆପଣ କିଣିବେ ଆଉ କ'ଣ। ଚାଷ ଜମି ଲାଭ ଯୋଗ ଅଛି। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଆୟ ଅଧିକ ହେବ, ବ୍ୟୟ କମ୍ ହେବ। ମନ ଖୁସିରେ ନାନା ବାୟା ଗୀତ ଗାଇବେ। ଖାଦ୍ୟ ବସ୍ତ୍ର ବାସଗୃହ କୌଣସିଥିରେ ଅଭାବ ରହିବ ନାହିଁ, ଅସୁବିଧା ହେବନି। ସମସ୍ତ ବିଛା ରାଶିଆଙ୍କର ଆଜି ରୁଚିକର ଭୋଜନ ଯୋଗ ଅଛି। ସୁଖ ନିଦ୍ରା ଯୋଗ ଅଛି। ଆଉ ବିଶ୍ରାମ ଯୋଗ ଅଛି। ବଢ଼ିଆ ଖାଇବେ, ଆନନ୍ଦରେ ଶୋଇବେ, ଦୀର୍ଘ ବିଶ୍ରାମ ନେବେ। ବହୁତ ଖଟିଲେଣି ନା। ବାସ୍ ଆସନ୍ତାକାଲି 11 ତାରିଖ ବୁଧବାର ଧନୁ ରାଶିର ବ୍ୟୟ ହେବ, ବହୁତ ଖର୍ଚ୍ଚ ହେବ। ସେମାନେ ଅସୁସ୍ଥ ନିଶ୍ଚୟ ହେବେ। ଯନ୍ତ୍ରଣା ଜର୍ଜରିତ ଦେହକୁ ସେ ସମ୍ଭାଳି ପାରିବେନି। ତରବରରେ କିଛି କଷ୍ଟକର କାର୍ଯ୍ୟ କରି ନିଜ ଲୋକଙ୍କ ପାଇଁ କିଛି ଯୋଗାଡ଼ କରିବେ। ବହୁ ଶ୍ରମ ବହୁ ବୃଥା ହୋଇଯିବ। ପୂର୍ବାଷାଢ଼ ନକ୍ଷତ୍ରର ଦୁଃଖ ବେଶୀ। ଦିନ 10ଟା 50 ପରେ ଏହି ଦୁଃଖ ବଢ଼ିଯିବ, ଚିନ୍ତା ବଢ଼ିଯିବ, ବନ୍ଧୁ ସହଯୋଗ ମିଳିବ। ମାନେ ଧନୁରାଶିର ଲୋକେ ନିଜ ଲୋକଙ୍କ ପାଇଁ ଧାଁ ଦୌଡ଼ା କରିବେ, କିଛି ଖାଦ୍ୟ ଯୋଗାଡ଼ କରିବେ, କିନ୍ତୁ ସେଥିରୁ ଅନେକ ପରିମାଣରେ ଖାଦ୍ୟ ନଷ୍ଟ ହୋଇଯିବ। ରୋଗ ବଢ଼ିଯିବ, ଯନ୍ତ୍ରଣା ବଢ଼ିଯିବ, ବ୍ୟୟ ବଢ଼ିଯିବ, କିନ୍ତୁ ବନ୍ଧୁ ସୁଖ ମିଳିବ। ଆସନ୍ତାକାଲି ବୁଧବାର ଫେବୃଆରୀ 11 ତାରିଖ ମକର ରାଶିର ଲାଭଦାତା ଆୟ କାରକ ଚନ୍ଦ୍ର। କାଲି ତାଙ୍କୁ ମିଳିବ ଚନ୍ଦ୍ରଙ୍କ କଲ୍ୟାଣ। ଆୟଦାତା, କଲ୍ୟାଣକାରୀ, ଲାଭଦାୟକ ଚନ୍ଦ୍ର ପ୍ରସନ୍ନ ଅଛନ୍ତି। ଏଣୁ ମକର ରାଶିର ଜନଗଣ ମନ ଖୁସିରେ ସ୍ୱକର୍ମ କରି ସଫଳ କର୍ମୀ ହେବେ। କର୍ମରୁ ଧନ, ମାନ, ଆଦର, ପ୍ରେମ, ଯଶ ଆଦି ପାଇ କାଳ କାଟିବେ। ସକାଳ 10ଟା 50 ପରେ ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ହାନି ଯୋଗ ଅଛି। ଶୁଭ ଦିନ। ଆସନ୍ତାକାଲି ବୁଧବାର 11 ତାରିଖ କୁମ୍ଭ ରାଶି ଧାରୀ ଲୋକଙ୍କ ପାଇଁ ସହଯୋଗର ହାତ ଲମ୍ବି ଆସିବ। ବହୁତ ଲୋକ ସାହାଯ୍ୟ କରିବେ। ତାମାନେ ଦୁଃଖ ଅଛି। ବହୁତ ଲୋକ ସାହାଯ୍ୟ କରୁଛନ୍ତି, ଆଉ ଆପଣମାନେ ସାହାଯ୍ୟ ଅପେକ୍ଷିତ। ତେଣୁ ଦିନଟି କ'ଣ ଭଲରେ ଯିବ। ବହୁ ସହଜର ହାତ ଲମ୍ବି ଆସିବ। ଏମାନେ ସମସ୍ତେ ବଡ଼ କର୍ମଠର ପ୍ରମାଣ ଦେବେ। ନିଜ ସ୍ୱାର୍ଥ ଲାଭ ଓ ପରାର୍ଥ କର୍ମ କରି ପରକୁ ଆପଣାର କରି ଧନ୍ୟବାଦ ପାଇବେ। ଆୟ ଅମଳ ଭଲ ହେବ, ଦେହ ଠିକ୍ ରହିବ, ଭଲ ଭୋଜନ ଓ ନିଦ ମିଳିବ। ମାତ୍ର ସକାଳ 10ଟା 50 ପରେ ପୂର୍ବଭାଦ୍ରର ଅଶୁଭ। ମାନେ କୁମ୍ଭ ରାଶି ଲୋକମାନେ ଯେଉଁ ସାହାଯ୍ୟ ସହଯୋଗ ପାଇବେ, ତାହା ସେମାନଙ୍କର ପୂର୍ବ ପୁଣ୍ୟର ଫଳ। ଆଉ ଆଜି ସେମାନଙ୍କୁ ଲକ୍ଷ୍ମୀ ଯୋଗ ଅଛି। ଅର୍ଥ ଲାଭ, ଯଶ, କୀର୍ତ୍ତି, ସ୍ନେହ, ମମତା, ଆଦର ସବୁକିଛି ପାଇବେ ଆଜି କୁମ୍ଭ ରାଶି ଲୋକମାନେ। ବୁଧବାର 11 ତାରିଖ ମୀନ ରାଶିର ସାମାନ୍ୟ ଲାଭ, ତାମାନେ ଅଧିକ କ୍ଷତି। ରେବତୀ ନକ୍ଷତ୍ରର ଦିନ 10ଟା 50 ପରେ ଅଶୁଭ ସମୟ ଆସିବ। ଶୁଭ କମ୍, ଦୁଃଖ ବେଶୀ ହେବ। ଯଦି ଏମାନେ ଆତ୍ମସମ୍ମାନକୁ ନ ଜଗିବେ ତେବେ ଦୁଃଖ ବେଶୀ ହେବ। ଆଗରୁ କହିଥିଲି, ମନେ ପକାଇ ଦେଉଛି, ଆଲୋ ସଖୀ ଆପଣା ମହତ ଆପେ ରଖି। ତେବେ ଆପଣ ଆଜି ସମ୍ମାନ ମଣ୍ଡିତ ହେବେ। ଆୟ କମ୍ ହେବ, ଦେହ ସୁସ୍ଥ ରହିବ,
ପୂର୍ବର ରୋଗ ଧୀରେ ଧୀରେ ଅପଶମ ହୋଇଯିବ, ଶ୍ରମ ଅଧିକ ହେବ, ଦେହ ବିଶ୍ରାମ ଖୋଜିବ। ଆଜି ମିଶ୍ରିତ ଦିନ, ଲାଭ କମ୍, ଆୟ ବ୍ୟୟ ପ୍ରାୟ ସମାନ। ବ୍ୟବସାୟରେ ଲାଭ ନହେଲା ତାହେଲେ ତ କଷ୍ଟ ହେବ ନା। ସମସ୍ତେ ବ୍ୟବସାୟୀ, ଏ ପୃଥିବୀର ପ୍ରତିଟି ଲୋକ ବ୍ୟବସାୟ କରନ୍ତି। ହଁ, ମନେ ପକାଉନାହାନ୍ତି, ଆପଣ ପଢ଼ୁଛନ୍ତି, ଜୀବନ ବ୍ୟବସାୟକୁ ବାଜିରେ ଲଗାଇଛନ୍ତି, କଷ୍ଟ କରୁଛନ୍ତି। ଆଶା ଅଛି ବାପା ମାଆଙ୍କର, ମୋ ପୁଅ ପାଇଁ ବର୍ତ୍ତମାନ ମୁଁ ବ୍ୟୟ କରୁଛି, ଭବିଷ୍ୟତରେ ସେ ମୋତେ ଲାଭ ଦେବ, ମୋତେ ପୋଷିବ, ତା କାନ୍ଧରେ ମୋତେ ମଶାଣିକି ନେବ, ମୋ ମୁହଁରେ ପାଣି ଦେବ, ମୋ ମୁହଁରେ ନିଆଁ ଦେବ, ମୋତେ ସ୍ୱର୍ଗକୁ ପଠାଇବ। ତାକୁ ଏବେ ମୁଁ ସ୍ୱର୍ଗ ସୁଖ ଦେଉଛି। ଲାଭ ବ୍ୟବସାୟ ଜୀବନ ସାରା ଲାଗିଛି, ହେଲେ ଏଇଟାକୁ ବୁଝିବାକୁ ପଡ଼ିବ। ଏଇଟା ହେଉଛି ଗୁପ୍ତ ସୁଖ, ଗୁପ୍ତ ବ୍ୟବହାର, ଗୁପ୍ତ ଚିନ୍ତା। ସମସ୍ତେ ବ୍ୟବସାୟୀ ଏଠି, କିନ୍ତୁ ବୁଦ୍ଧିମାନ ଲୋକ ଜଣାପଡ଼ନ୍ତିନି, ଧରାପଡ଼ନ୍ତିନି। ଆଉ ଯେଉଁମାନେ ଅବିବେକୀ, ବିଚାରହୀନ, ସେମାନେ ଧରା ପଡ଼ିଯାଆନ୍ତି। ହଁ ବନ୍ଧୁ, ଆପଣ ଧରା ପଡ଼ିଯିବେ କି? ଏ ଡର ଅଛି କି? ନାହିଁ ମ, ଆପଣ ବା ଜ୍ଞାନୀ। ରହିଲି, ନମସ୍କାର। କୁଳମଣି ପଣ୍ଡା ମୁଁ ଆପଣଙ୍କୁ ଏତିକି କହୁଛି ଯେ ଆସନ୍ତାକାଲି ଈଶ୍ୱର ଚାହିଁଲେ ପୁଣି ଦେଖା ଦେଖି ହେବା।